हेलो हाय सांगମାନେ ସବୁ କେମିତି ଅଛନ୍ତି ଆଉ ବହୁତ ଭଲ ଥାଆନ୍ତୁ। ଦେଖନ୍ତୁ ଆଜି ଡଙ୍ଗା ଭସାରେ ଆମେ ସକାଳୁ ଉଠିକିରି ରାତି 4ଟା ଉଠିକି ରେଡ଼ି ହେଇକିରି ଆଉ ମୁଁ ଡଙ୍ଗା ନେଇକିରି ସମସ୍ତଙ୍କ ସାଙ୍ଗରେ ଆମେ ଯାଇଥିଲୁ ମିଶିକିରି ଡଙ୍ଗା ନେଇକିରି ବାହାରିଲୁ। ଆଉ ଡଙ୍ଗା ସେଠି ପହଞ୍ଚିକିରି ଆମେ ସେଠି ସମସ୍ତେ ଡଙ୍ଗା ମିଶିକିରି ଭସାଇବା ପାଇଁ ଷ୍ଟାର୍ଟ କଲୁ। ଫାଷ୍ଟ ଆମେ ଡଙ୍ଗା ରେଡ଼ି କଲୁ। ରେଡ଼ି କରିସାରିଲା ପରେ ମୁଁ ନାହିଁ ମୋ ସାଙ୍ଗରେ ଯେଉଁ ସମସ୍ତେ ଯାଇଥିଲେ ସେମାନେ ଫାଷ୍ଟ ବସେଇଲେ। ମୁଁ ସେଠି ଦେଖୁଥିଲି ଠିଆ ହେଇକିରି। ସେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଡଙ୍ଗା ବସେଇବା ଆରମ୍ଭ କଲେ ସେମାନେ। ଦେଖନ୍ତୁ ତାଙ୍କର ବହୁତ କମ୍ ପାଣି ଥିଲା ସେଠି, ସେଥିପାଇଁ ଡଙ୍ଗାଟା ଭଲ ଭାସୁନଥିଲା। ଅଲଗା ଜାଗାରେ ସବୁ ଲାଗି ଯାଉଥିଲା ଯାଇକିରି, ସେଥିପାଇଁ ସୁଇଟି ବାହାରିଲା ଡଙ୍ଗା ଭସେଇବା ପାଇଁ। ସେ କହିଲା ଦିଅ ମା ମୁଁ ନେଇକି ଡଙ୍ଗା ଭସେଇଦେବି। ସେଇଠି ତାର ଡଙ୍ଗାଟା କେତେ ସୁନ୍ଦର କ୍ୟାଣ୍ଡେଲ୍ ଲଗେଇଦେଇଛି, ବହୁତ ଭଲରେ ଜଳୁଛି ସେ ଡଙ୍ଗାରେ। ଦେଖନ୍ତୁ ସେ କେତେ ହସି ହସିକି ତାର ଡଙ୍ଗାଟା ନେଇକି ଭସଉଛି। ତାର ସୁଇଟି, ହଁ ସୁଇଟି ଡଙ୍ଗାରେ ଭଲ ଭାବରେ ଭାସୁଛି ତା ଡଙ୍ଗାଟା। ଦେଖନ୍ତୁ ଡଙ୍ଗା ଭସେଇବା ମଶା କଲେ। ତାପରେ ସୁଇଟିର ଭଉଣୀ ସେଠି ଆଉ ଜଣେ ଥିଲା ଫନି, ସେ ବି ଗଲା ତାର ଗୋଟେ ଡଙ୍ଗା ଭସେଇବା ପାଇଁ। ଫନି ତାର ଡଙ୍ଗା ଭସେଇ ସାରିଲା। ଭସେଇ ସାରିଲା ପରେ ସମସ୍ତେ ସମସ୍ତଙ୍କ ଡଙ୍ଗା ଦେଖୁଛନ୍ତି କାହାର ଭଲ ଚଳୁଛି ନା ନାହିଁ। କେତେ ଗୋଟେ ଗୋଟେ ଡଙ୍ଗା ବି କେତେ ଦୂରକୁ ବି ପଳେଇ ଗଲାଣି ଭାସି ଭାସିକିରି। ଆଉ କିଛି ଡଙ୍ଗା ଲାଗିଯାଉଛି ରହିଯାଉଛି କୂଳରେ, ସେ ଦୂରକୁ ଯାଇପାରୁନି। ଜାଗା ବହୁତ କମ୍ ଥିଲା ନା, କଞ୍ଜେଷ୍ଟେଡ୍ ଜାଗା ଥିଲା, ସେଥିପାଇଁ ମୁଁ ଆସିଲି ମୋର 2ଟା ଡଙ୍ଗା ଧରିକି ଭସେଇବା ପାଇଁ। ମୋର ଡଙ୍ଗାରେ କ୍ୟାଣ୍ଡେଲ୍ ଲାଗିଥିଲା, ବହୁତ ଭଲ ଜଳୁଥିଲା। ହେଲେ ସେ ଜାଗାଟା ଭଲ ନଥିଲା, ଗୋଡ଼ ଖସି ଯାଉଥିଲା। ମୁଁ ସେଠୁ ପଳେଇ ଆସିଲି। ଆସିଲା ପରେ ଏପଟ ଗୋଟେ ସାଇଡ଼୍ରେ ସେଠି ଜାଗା ଭଲ ଥିଲା, ପାହାଚ ଟାଇପ୍ର ଥିଲା, ସେପଟେ ମୁଁ ଗୋଟେ ଡଙ୍ଗା ଭସେଇବି। ଫାଷ୍ଟ ଗୋଟେ ଡଙ୍ଗା ଭସେଇ ଦେଲି। ଦେଖନ୍ତୁ ଭଲ ସୁନ୍ଦର ଭାବରେ ଜଳୁଛି, ସବୁ ଭଲସେ ରେଡ଼ି କରାହେଇଛି। ସେକେଣ୍ଡ ଡଙ୍ଗାଟା ଭସେଇଲି, ଯେ ମୋ ପଛ ଡଙ୍ଗାଟା ସେଠି ଲାଗିଗଲା, ଭାସିକି ଯାଇପାରିଲାନି। ହେଲେ ଫାଷ୍ଟ ଡଙ୍ଗାଟା ମୋର ଭାସି ଭାସିକିରି ଗଲା। ତାପରେ ମୁଁ ତଳକୁ ଗୋଡ଼ ମାରୁଥିଲି ଟିକେ ଯିବି ବୋଲି ପାଣି ଭିତରକୁ, ଗଲେ ଦେଖିଲି ପାଣି ସେଠି ପାଣି ଖସି ଯାଉଛି ପାଦଟା ପୁରା। ଧୀରେ ଧୀରେ ପାଦ ପକେଇକିରି ମୁଁ ସେଠି ଧୁଆ ଧୋଇ ହେଇକିରି ଡଙ୍ଗା ଭସା କାମ ସେଠି ଆସିଗଲି ସାଙ୍ଗମାନେ।